ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତ ସ୍ଥିତ ବାବା ଶ୍ରୀଦେଶ୍ୱର ଶୈବପୀଠଠାରେ ବିଜୁ ଜନତା ଦଳ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ପୂର୍ତ୍ତ ବିଭାଗର ସଚିବ ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଆଠମଲ୍ଲିକ ପଞ୍ଚାୟତର ସମିତି ଅଧ୍ୟକ୍ଷ ଦୁଶାସନ ରାଉଳ, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର 5 ନମ୍ବର ଜିଲ୍ଲା ପରିଷଦ ଶ୍ରୀମତୀ ରଶ୍ମିରେଖା ମାହାର, ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମମତା ପାତ୍ର ଏବଂ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମୁଖ୍ୟ ସଂଗଠକ ତଥା ଯୁବ ନେତା ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମେ ଅତିଥିମାନ ମନ୍ଦିରକୁ ଯାଇ ବାବା ଶ୍ରୀଦେଶ୍ୱରଙ୍କୁ ଦର୍ଶନ କରିଥିଲେ। ତାପରେ ଅତିଥିମାନଙ୍କୁ ବିଜେଡି କମିଟି ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ ଜଣାଇଥିଲେ। ମଞ୍ଚରେ ଥିବା ମୁଖ୍ୟ ଅତିଥି ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ କେମିତି ବିଜୁ ଜନତା ଦଳ ବହୁ ସଂଖ୍ୟାରେ ବିଜୟୀ ହେବ ତା ସମ୍ବନ୍ଧରେ କର୍ମୀମାନଙ୍କୁ ଆଲୋକପାତ କରିଥିଲେ। ଏହି ସଭାଟିରେ ପୁରୁଣା ମାଣତ୍ରୀ ଗ୍ରାମ ପଞ୍ଚାୟତର ସମସ୍ତ ବିଜେଡି କର୍ମୀ ଯୋଗଦାନ କରିଥିଲେ ଏବଂ ସହଯୋଗ କରିଥିଲେ। ଆଠମଲ୍ଲିକରୁ ସୁରମ୍ୟ ବଡ଼ମାଳିକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।